ଛାଡ଼ନ୍ତୁ କହିଲେ ସମୟ ପଳେଇବ, ସମସ୍ତେ ଶୁଣିଛନ୍ତି। ତେଣୁ ଆମର ଭଗବାନଙ୍କ କଥାରେ ବିଶ୍ୱାସ ଅଛି, ଆଉ କାହା କଥାରେ ବିଶ୍ୱାସ ଥାଉ ନଥାଉ ଈଶ୍ୱରଙ୍କ କଥାରେ ଆମର ବିଶ୍ୱାସ ଅଛି କି? ଅଲଗା କଥାରେ କାହିଁକି ଆମର ବିଶ୍ୱାସ ହଉନାହିଁ? ଆରେ ଆମେ ତ ମନୁଷ୍ୟ ନା, ଜ୍ଞାନୀ ବୁଦ୍ଧିମାନ, ଆମେ ବିଚାର କରି ଦେଖୁଛେ ଆ ପଛପଟେ କ'ଣ ରହିଯାଇଛି କି? ସ୍ୱାର୍ଥ ରହିଯାଇଛି କି ସାଧୁର କି ଲୋକର କିଛି କାମନା ରହିଯାଇଛି? ସେ ମୋତେ କାହିଁକି ଏମିତି କହୁଛି? ସଂଶୟ ଆତ୍ମା ବିନାଶତି। ସମସ୍ତଙ୍କର ସନ୍ଦେହ, କାହାର ସନ୍ଦେହ ଯାଇନାହିଁ। କାହିଁକି ଯାଇନାହିଁ ନା ସବୁରି ଭିତରେ ଯେ ମୋ ପ୍ରଭୁ ଏ କଥା କହୁଛନ୍ତି, ତା ଭିତରେ ରହିକି ଏ ଜ୍ଞାନ ଯଦି ଆମର ଆସିବ, ତାହେଲେ କାହା ପ୍ରତି ଅବିଶ୍ୱାସ ଭାବ ଆଉ ଆସିବ ନାହିଁ। ଆମର ତ ସେ କହୁଛି ଆଉ ଅବିଶ୍ୱାସ ଆସିବନି, ଯିବ କୁଆଡ଼େ? ତେଣୁ ସବୁକିଛି ନିର୍ଭର କରୁଛି ନିଜର ମନ ଉପରେ। ତେଣୁ ସେଥିଲାଗି ଶାସ୍ତ୍ରରେ ଲେଖା ଅଛି, ମନ ଏବ ମନୁଷ୍ୟାଣାଂ କାରଣଂ ବଧ ମୋକ୍ଷୟ। ଏ ମନ ହେଉଛି ବନ୍ଧନ ଆଉ ମୋକ୍ଷର ମୂଳ କାରଣ। ଆମେ କହୁଛେ କ'ଣ କରିବା, ଆଉ ସଂସାର ତ ଅଛେ, ସଂସାର ମାୟା ତ ଆମକୁ ଲାଗିଛି, ଏମାନଙ୍କୁ ଛାଡ଼ିଲେ ମୁଁ କ'ଣ ବଞ୍ଚିପାରିବି? ଯିଏ ଏ କଥା କହୁଛି ସେ ସମ୍ପୂର୍ଣ୍ଣ ମୂର୍ଖ, ସମ୍ପୂର୍ଣ୍ଣ ଅଜ୍ଞାନତା ଭିତରେ, ସମ୍ପୂର୍ଣ୍ଣ ଅହଙ୍କାର ଭିତରେ ସେ ପରିପୂର୍ଣ୍ଣ ହିଁ ଅଛି। ତାହେଲେ ବାପା, ସେମାନଙ୍କ ଲାଗି ତୁମେ ବଞ୍ଚିଛ? ତାହେଲେ ଭଗବାନ ଏ କଥା କହିଲେ, ଯିଏ ମୋର ଶରଣ ନିଏ ତାର ସମସ୍ତ ଦାୟିତ୍ୱ ମୁଁ ହିଁ ବହନ କରେ। ତାହେଲେ ଏ କଥାର ମୂଲ୍ୟ କିଛି ନାହିଁ। ଜଣେ ସାଧୁ ଥିଲେ, ସେ ସବୁ କଥାରେ କହୁଥିଲେ ଭଗବାନ ଦେଉଛନ୍ତି ସବୁ କଥା, ଭଗବାନ ମୋର ସେବା କରୁଛନ୍ତି, ଭଗବାନ ମୋତେ ଖାଇବାକୁ ଦେଉଛନ୍ତି, ଭଗବାନ ମୋର ସବୁ ଯତ୍ନ ନେଉଛନ୍ତି। କିଛି ଲୋକ ଶୁଣୁଥିଲେ କଥା, କହିଲେ ଆରେ ହେ ବାବାଜୀ ଗୋଟେ ଠକ, ସବୁ କଥା ଭଗବାନଙ୍କ ନାଁରେ କହୁଛି, ଦେଖିବା ଏ କଥାଟା କେତେ ଦୂର ସତ୍ୟ। ସାଧୁଙ୍କୁ ଧରି ଜଙ୍ଗଲରେ ନେଇ ଗୋଟେ ଗଛରେ ବାନ୍ଧି ଦେଇକି ପଳେଇ ଆସିଲେ। 2-3 ଦିନ ଯାଉ, ଦେଖିବା ବାଘ ଖାଇଯିବେ, ସିଂହ ଖାଇଯିବେ, କିଏ ତାକୁ ଜଙ୍ଗଲ ଭିତରେ ଆଣିକି ଖାଦ୍ୟ ଦବ, ଆମେ ଦେଖିବା। ସେଇଠୁ 3 ଦିନ ପରେ ଏ ତ ମନୁଷ୍ୟ ଅତି ଭୟ, ଅତି ବି ଭଲ। ତାପରେ ଗଲା ବେଳକୁ ବାବାଜୀ ଆନନ୍ଦରେ ଗଛରେ ବନ୍ଧା ହେଇଛି, ହରିନାମ କରୁଛି, ବାବାଜୀ ପ୍ରସନ୍ନ ଏବଂ ବହୁତ ଆନନ୍ଦ। ଦେଖିଲା ବେଳକୁ ବାବାଜୀର ସ୍ୱାସ୍ଥ୍ୟ ଯେମିତି ଅତୁଟ ସେମିତି, ପାଖରେ ସବୁ ପତ୍ର ପଡ଼ିଛି, ଆଉ ପାଖରେ ଗଡ଼ୁ ଗୁଡ଼ାକ ପଡ଼ିଛି, ସେ ଗଡ଼ୁରେ ସବୁ କ୍ଷୀର ସର ଲବଣୀ ସବୁ ଲାଗିଛି। ପଚାରିଲି ମହାତ୍ମା, ତୁମେ ତ ଭଲ ଆନନ୍ଦରେ ଅଛ, ତୁମ ତ ବାଘ ହିଂସ୍ର ଜନ୍ତୁ କିଛି ଖାଇନାହାନ୍ତି, ତୁମେ ତ ସମସ୍ତ ଖାଦ୍ୟ ପଦାର୍ଥ ସବୁ ପଡ଼ିଛି, ତବେ ଫଳମୂଳ ବି ପଡ଼ିଛି। ସେ ହସିଲେ, ଯେଉଁ ଭଗବାନ ଦଉଥିଲେ ଜଙ୍ଗଲରେ ସେଇ ଭଗବାନ ଆଣି ଦଉଛନ୍ତି, ମୋତେ ଖୋଇ ଦେଇକି ଯାଉଛନ୍ତି। ସେତେବେଳେ ଦଉଥିଲେ ମୁଁ ଖାଉଥିଲି, ସେଇ ଭଗବାନ ମୋତେ ବାନ୍ଧିଛନ୍ତି। ଯେତେବେଳେ ମୋତେ ସେଇ ଭଗବାନ ବାନ୍ଧିଦେଲେ, ସେଇ ଭଗବାନ ମୋତେ ଖୋଇଲେ। ଝାଡ଼ା ପଶିଲି, ପରିସ୍ରା କଲି, ଯାହା କଲି ସେ ଭଗବାନ ମୋର ସେବା କଲେ। ଲମ୍ ଏଇ ସାଧୁଙ୍କ ପାଦ ପଦ୍ମରେ ପଡ଼ି ସାଧୁଙ୍କୁ ଖୋଲି ଗଛରୁ କାନ୍ଧରେ ବସାଇ ହରିବୋଲ ସଂକୀର୍ତ୍ତନ କରି ଲୋକମାନେ ଆଣି ସାଧୁଙ୍କ ପାଇଁ ମଠ ଆଶ୍ରମ କରିଦେଲେ। ଆଉ କ'ଣ? ଥରେ ଚିନ୍ତା କଲେ, ମୂଳଟି ଅଟଇ ବିଶ୍ୱାସ, କହଇ ଜଗନ୍ନାଥ ଦାସ, ବିଶ୍ୱାସ ବିନା କର୍ମ ଯେତେ, ଫଳ ନ ଫଳେ କଦାଚିତ। ବିଶ୍ୱାସ ବିନା କର୍ମ ଯେତେ, ଫଳ ନ ଫଳେ କଦାଚିତ। ତେଣୁ ଆମେ କର୍ମ କରିବା, ଯଦି କର୍ମରେ ବିଶ୍ୱାସ ନାହିଁ ଆମକୁ ଫଳ ଫଳିବ ନାହିଁ। କର୍ମ କିନ୍ତୁ ଆମେ କରିବା, କର୍ମରେ ଯଦି ବିଶ୍ୱାସ ନାହିଁ ଆମକୁ ରେଜଲ୍ଟ ମିଳିବ ନାହିଁ। ତେଣୁ ସବୁ ନିର୍ଭର କରୁଛି ଆପଣଙ୍କ ମନ ଉପରେ। ତେଣୁ ମନ କେମିତି ଶାନ୍ତି ପାଇବ? ଗୋଟେ ଚିଲଟେ
କ'ଣ କରୁଥିଲା, ମାଂସଟେ ଧରି ଉଡ଼ି ଉଡ଼ି ଯାଉଥିଲା। ଦେଖିଲା ଆଉ ଅଲଗା ପକ୍ଷୀମାନେ ଦେଖିଲେ ଇଏ କ'ଣ ହେଉଛି ନା ଚିଲଟା ମାଂସ ଧରି ଉଡ଼ି ଉଡ଼ି ଯାଉ, ତା ପଛରେ ବହୁତ ପକ୍ଷୀ ଉଡ଼ିଲେ ଆକ୍ରମଣ କଲେ। କାହିଁକି ନା ମାଂସକୁ ଆଣି ଖାଇବା ପାଇଁ। ଚିଲ କ'ଣ କଲା, ଦେଖିଲା ଏ ମାଂସକୁ ନ ଛାଡ଼ିବା ପର୍ଯ୍ୟନ୍ତ ଏ ପକ୍ଷୀମାନେ ମୋତେ ଛାଡ଼ିବେ ନାହିଁ। ସେ ମାଂସକୁ ଛାଡ଼ି ଦେଇ ଗୋଟାଏ ଡାଳରେ ବସିଲା ଏବଂ ଦେଖିଲା ସବୁ ପକ୍ଷୀମାନେ ସେ ମାଂସ ପାଖରେ ବସିକି ଖାଇବା ପାଇଁ ଲାଗି ପଡ଼ିଲେ ଏବଂ ତାଙ୍କ ଭିତରେ କେଚେରେ କେଚେରେ ପାଟିତୁଣ୍ଡ କରି କାମୁଡ଼ା କାମୁଡ଼ି ହେଇ ଯାହାର ବଳ ଅଧିକା ସେ ଖାଇଗଲା। ଆଉ କ'ଣ, ଚିଲ ବସି ଆନନ୍ଦରେ ଦେଖିଲା। ଆମେ କ'ଣ ପାଇଁ ଅଶାନ୍ତି ଭୋଗୁଛେ, ଏ କଥାରୁ କ'ଣ ଶିଖିଲେ? ଆମେ ସବୁ କଥାକୁ ଧାରଣ କରି ରଖିଛେ, ସବୁ ମୋର 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 ବୋଲି, ମୁଁ ଆଉ ମୋର ବୋଲି। ସବୁ କଥାଟାକୁ ଆପଣ ଈଶ୍ୱରଙ୍କୁ ଦେଇଦେବେ। ହେ ଭଗବାନ, ଏ ଘର, ଏ ଜମି, ଏ ଟଙ୍କା ସବୁକିଛି ତୁମର, ସବୁକିଛି ତୁମେ। ଏତିକି ପରୀକ୍ଷା କରି ଦେଖନ୍ତୁ ଆପଣଙ୍କୁ କେତେ ଶାନ୍ତି ଆଉ କେତେ ଆନନ୍ଦ ଲାଗିବ। ଆମ ସତ୍ସଙ୍ଗ ହାଇଦ୍ରାବାଦରେ ଜଣେ ମା ଶୁଣୁଛନ୍ତି, ସେ ପୁଣି ଏଇଟା ବି ଦେଖିବେ। ଆମକୁ 4-5 ଦିନ ତଳେ ଫୋନ୍ କରି କହିଲେ ବାବା ଏପ୍ରିଲ 10ରେ ଆମେ ଯିବୁ ଓଡ଼ିଶା, ଆପଣ ପାଖକୁ ଯିବୁ, ଦୀକ୍ଷା ଗ୍ରହଣ କରିବୁ। କ'ଣ ପ୍ରଣାମୀ ଦେବେ? ଆମେ କହିଲେ ପ୍ରଣାମୀ କିଛି ନାହିଁ, ଆପଣ ଦୀକ୍ଷା ନେଇକି ଯିବେ। ମୁଁ କହିଲି କ'ଣ ହେଲା ନା, ମୁଁ ଗୋଟେ କଥା ପଚାରିବି। ଆପଣ ଯେଉଁ କହୁଛନ୍ତି ସବୁ ତୁମେ ସବୁ ତୁମେ ସବୁ ତୁମେ, ଭଗବାନ ଥବାରୁ ଆଖି ଦ୍ୱାରା ଦେଖୁଛି, କାନ ଦ୍ୱାରା ଶୁଣୁଛି, ନାକ ଦ୍ୱାରା ଶ୍ୱାସ ପ୍ରଶ୍ୱାସ ନେଉଛି, ପାଟି ଦ୍ୱାରା କଥା କହୁଛି, ହାତ ଦ୍ୱାରା କାମ କରୁଛି, ପାଦ ଦ୍ୱାରା ଚାଲୁଛି, ସବୁକିଛି ସେ ଈଶ୍ୱର ଥବାରୁ କରୁଛି ଏବଂ ସବୁକିଛି ଈଶ୍ୱର କରୁଛନ୍ତି, କରାଉଛନ୍ତି। ସେଇ ବୋଧରେ ମୁଁ ରହିଲି ସକାଳୁ ସନ୍ଧ୍ୟା ଯାଏ, ପୁରା ସେଇ ବୋଧରେ। ସନ୍ଧ୍ୟା ବେଳକୁ ମୁଁ ଦେଖିଲି ମୋ ମନ ପୁରା ହାଲକା ହେଇଯାଇଛି, ମୋ ମନରେ ଭାରି ଭାରି କିଛି ନାହିଁ। ଆଉ ମୋ ପୁଅ, ମୋ ଝିଅ, ମୋ ସ୍ୱାମୀ କି ଆମ ଘର ଦ୍ୱାର ଅଛି ବୋଲି ମୋର ଆଉ ମନେ ନାହିଁ। ମୋତେ ଲାଗିଲା ସବୁ କ'ଣ କୁଆଡ଼େ ଚାଲିଗଲେ, ମୋ ମନରେ ଆଉ କିଛି ନାହାନ୍ତି। ବାବାଙ୍କର ଏଇ ଗୋଟିଏ ଫର୍ମୁଲାକୁ ମୁଁ ଆପ୍ଲାଏ କରି ଆଜି ଏତେ ଶାନ୍ତି, ଏତେ ଆନନ୍ଦ ଲାଗୁଛି। ମୁଁ ଭାବିଲି ମୋଠି କ'ଣ ଭୂତ ପ୍ରବେଶ କରିଯାଇଛି କି କ'ଣ? ମୋର ସବୁ କୁଆଡ଼େ ଚାଲିଗଲା, ମୋର ଆଉ କିଛି ନାହିଁ। ନା, ମୁଁ ଆଉ ରହିପାରିବି ନାହିଁ। ପିଲାମାନେ କହିଲେ ମା ତୁମେ କ'ଣ ଏମିତି ଆଉ କାହାକୁ କିଛି ଅନଉନ, ପଚାରୁନ, କିଛି କହୁନ? ସେଠୁ ମୋର ଇଚ୍ଛା ହେଲା ବାବାଙ୍କ ପାଖକୁ ଫୋନ୍ ଲଗାଇବି। ମୋତେ କହିଲେ, ମୁଁ କହିଲି ମା କେତେ ବଡ଼ କଥା, ଦେହରେ ରହିଲେ ସବୁ ମୋର ମୋର ଭାବ ଆସେ। ଯେତେବେଳେ ଦେହରୁ ଅତୀତ ହେଇଗଲେ ଭଗବତ ବୋଧରେ, ଆତ୍ମବୋଧରେ ରହିଲେ ଆପଣ କିନ୍ତୁ ରହିଥିବେ, ମୁଁ ମୋର ଭାବ ରହିବ ନାହିଁ। ଏହି ଅବସ୍ଥା ପାଇଁ ଆପଣ କ୍ରିୟା ଯୋଗରେ ଦୀକ୍ଷା ଗ୍ରହଣ କରିବେ। ଆଉ ଭୂତ କ'ଣ ପ୍ରବେଶ କରିବେ? ଭୂତ ଛାଡ଼ି ପଳେଇଛନ୍ତି, ପଞ୍ଚଭୂତରୁ ଆପଣ ଅତିକ୍ରମ କରି ଆଜ୍ଞା ଚକ୍ରରେ ଆପଣ ରହିଯାଇଛନ୍ତି। ସେଥିଲାଗି ଆପଣଙ୍କୁ ଏମିତି ଲାଗିଲା, ଶୂନ୍ୟ ଅବସ୍ଥା ଲାଗେ, ଆନନ୍ଦ ଲାଗେ। ତେଣୁ ଆପଣ ଶୂନ୍ୟ ଅବସ୍ଥା ଲାଗିଛି ମାନେ ବହୁତ ଭଲ ଅବସ୍ଥା। ନା ମୁଁ, ମୋ ପୁଅ ଯିବୁ 10 ତାରିଖ ପରେ ଆପଣଙ୍କ ଆଶ୍ରମରେ ଆମେ ଦୀକ୍ଷା ଗ୍ରହଣ କରିବୁ। ତେଣୁ ମାନସିକ ଶାନ୍ତି ପାଇବାର କଥା ଏଇଠି କୁହା ହେଉଥିଲା। ଯେତେବେଳେ ନିଜକୁ ଆପଣଙ୍କ ଭଗବାନଙ୍କ ପାଖରେ ପୂର୍ଣ୍ଣ ରୂପରେ ସମର୍ପଣ କରିଦେବେ, ତା ପରଠାରୁ ଆପଣ ମାନସିକ ଶାନ୍ତି ପାଇବେ।